ବିନ୍ଧିଲା ମୁଣ୍ଡ ବିନ୍ଧିଲା କିନ୍ତି ଯିବା ଘରେ ଅରୁଆ ତ ଡାଲମା ହେମାଳ ହେଉନାହିଁ କିନ୍ତି ଯିବା 2 ଘଣ୍ଟା ଆପଣ ବସି ପାରୁନାହାନ୍ତି କଳିଙ୍ଗ ଅନାଟ ଯାତ୍ରା ସେଇଠି କରୁଛି ରାତି 11 ରୁ ସକାଳ 6 ଆଖି ପଲକ ପଡ଼ିବନି ନିଦ ମାରିବନି ଅଣ୍ଟା ବିନ୍ଧିବନି ଗୋଡ଼ ବିନ୍ଧିବନି ସେଠି 6 ଘଣ୍ଟା ପାଇଯିବେ ଏଠି 2 ଘଣ୍ଟାରେ ଅଣ୍ଟା ବିନ୍ଧିଲା ଗୋଡ଼ ବିନ୍ଧିଲା ହେମାଳ ହେଇଗଲା କିନ୍ତି ଯିବା ହଉନି କାହିଁକି ନା ଏଠି ସେଠି ଅର୍ଥାତ୍ କଣ ପ୍ରଭେଦ କଣ ଏଠି ଆପଣ ତପ କରୁଛନ୍ତି ଏଠି ଯିଏ ତପ କରନ୍ତି ଦେବତା ମାନେ ଚାହାନ୍ତିନି ଏ ମର୍ତ୍ତ୍ୟ ଲୋକ ମାନେ ପୁଣ୍ୟ କରନ୍ତୁ ରାମ ନାମ ଗାଆନ୍ତୁ କୃଷ୍ଣ ନାମ ଗାଆନ୍ତୁ କିନ୍ତି ନଷ୍ଟ ହେଇଯାଆନ୍ତୁ ସେଇଥିପାଇଁ ମା ବାପା କହିବାର କଥା ଏଠି କଷ୍ଟ ହେଲେ ବି ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡିବ ସେଥିପାଇଁ ଧ୍ରୁବକୁ ବାଧା ଆସିଲା ଦେବର୍ଷି ନାରଦ ପ୍ରକଟ ହେଇଗଲେ ଦେବର୍ଷି ନାରଦ ଆସିଗଲେ ଧ୍ରୁବ କୁଆଡେ ଯାଉଛ ମୁଣ୍ଡିଆଟେ ମାଲେ ପ୍ରଣାମ ଜଣେଇଲେ ମା କହିଛି ଯାହାଙ୍କୁ ଦେଖିବୁ ବ୍ରାହ୍ମଣ ବୈଷ୍ଣବ ସବୁ ପ୍ରଣାମ କରିବୁ ମୁଣ୍ଡିଆଟେ ମାରିଲେ କହିଲେ ଗୋସେଇ ମୋ ମା ମତେ କହିଛି ମୁଁ ତପସ୍ୟା କରିବାକୁ ଯାଉନା ଚୁପ୍ ଏଡ଼ିକି ଛୁଆଟେ 6 ବର୍ଷର ବାଳକ କି ତପ କରିବୁ କଣ ତପ କରିବୁ ନା ଆଜ୍ଞା ମୋ ଭଗବାନ ବିଷ୍ଣୁଙ୍କ ନାମ ଜପିବି ଆଉ ସେଇଥିପାଇଁ ମୁଁ ଯାଉନା ଚୁପ୍ ତୁ ଏଡ଼ିକି ଛୁଆଟେ ଖେଳ ମାନେ ବାଲି ଖେଳ ଖେଳିବା କଥା ମା ବାପାଙ୍କ କୋଳରେ ଶୋଇବା କଥା କି କୁଆଡେ ଯାଉଛୁ କାହିଁ ଯାଉଛୁ ତପସ୍ୟା ଜାଣିଛୁ ନା ମୁଁ ଜାଣିନି ମୋ ମା ତ କହିଛି ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିବି ଆଉ ନା ଧ୍ରୁବ ତୋ ମା ତତେ ଭୁଲ କହିଛି ମିଛ କହିଛି ଗେଲେରେ କହିଛି ବାଧା ଆସିଲା ଜୀବ ଯେପର୍ଯ୍ୟନ୍ତ ସ୍ଥିତି ପ୍ରଜ୍ଞା ଥାଏ ଜୀବ ଯେପର୍ଯ୍ୟନ୍ତ ଅଟଳ ବିଶ୍ୱାସ ଥାଏ ଧୈର୍ଯ୍ୟ ଥାଏ ସେ ପର୍ଯ୍ୟନ୍ତ ଭଗବାନ ଆଜ୍ଞା ଯେତେ ପରୀକ୍ଷା କଲେ ମଧ୍ୟ ସବୁ ଆଜ୍ଞା ହଟିଯାଏ ଧ୍ରୁବ କହିଲା ନା ମୋ ମା କହିଛି ମାନେ ସତ କହିଛି ମୁଁ ତପସ୍ୟା କରିବି ଦେବର୍ଷି ନାରଦ କହିଲେ ଧ୍ରୁବ ତପସ୍ୟା କଲେ ବାଘ ଭାଲୁ ବାଘ ଛେଳି ବାଘ ବିଲୁଆ ହିଂସ୍ର ଜନ୍ତୁ ମାନଙ୍କର ଆକ୍ରମଣରେ ଖାଇଯିବି ତ ତପସ୍ୟା କଣ କରିବୁ ନା ନାଇଁ ମୋ ଭଗବାନ ଅଛନ୍ତି ରକ୍ଷା କରିବେ ମୁଁ କାହିଁ କଣ ହେବି ଦେବର୍ଷି ନାରଦ ଯେତେ ପ୍ରକାର ମାନେ ପରୀକ୍ଷା କରିବାକୁ ଚାହିଁଲେ ଦେଖିବା ହଟେଇବା ପିଲାର କେତେ ବିଶ୍ୱାସ ଅଛି ପିଲା ସବୁ କାଟିଦେଲା ମୋ ମା କହିଛି ମାନେ ମୋ ମା ହଉଛି ମୋ ଗୁରୁ ମୋ ମା କହିଛି ମାନେ ମୋ ଭଗବାନ ହଉଛନ୍ତି ପରମ ସେ ସବୁବେଳେ ସମସ୍ତଙ୍କ ପାଖରେ ଅଛନ୍ତି ବାଘ ଭିତରେ ମୋ ଭଗବାନ ଅଛନ୍ତି ସେ କାହିଁ ଖାଇବ ଭାଲୁ ଭିତରେ ମୋ ଭଗବାନ ବିଷ୍ଣୁ ଅଛନ୍ତି ସେ କାହିଁ ଖାଇବ ଆଜ୍ଞା ସବୁ ହଟେଇ ଦେଲେ ଦେବର୍ଷି ନାରଦ ଦେଖିଲେ ଧ୍ରୁବର ବୁଦ୍ଧି ହଉଛି ସ୍ଥିତି ପ୍ରଜ୍ଞ ତେଣୁକରି କଲେ କଣ ନା ଧ୍ରୁବକୁ ମନ୍ତ୍ର ଦେଲେ ସେ ମନ୍ତ୍ର କଣ ଓಂ ନମୋ ଭଗବତେ ବାସୁଦେବାୟ ଶିଷ୍ୟ ଯେତେବେଳେ ଶିଷ୍ୟ ହେଇଯାଏ ଶିଷ୍ୟର ଉପସ୍ଥିତ ବୁଦ୍ଧି ଆସିଯାଏ ଶିଷ୍ୟର ଯେତେବେଳେ ପ୍ରକୃତ ସେତେବେଳେ ଭଗବାନ ଗୋଟେ ଗୁରୁ ପଠେଇ ଦିଅନ୍ତି ଦେବର୍ଷି ନାରଦ ଗୁରୁ ଉପରେ ଆସିଲେ ଭଗବାନ ପାଇବେ କେମିତି ମନ୍ତ୍ର ସିନା ଜପ କଲେ ଗୁରୁ ମୁଁ କଥା କହିଛି ଗୁରୁଙ୍କ ମନ୍ତ୍ର ନେଲା ନ ପର୍ଯ୍ୟନ୍ତ ଭଗବାନଙ୍କ ତମ ବନ୍ଧନ ଫିଟିବନି କୋଲପ ଫିଟିବନି ତାଲା ପଟ ଜ୍ଞାନ ସେଥିପାଇଁ ପ୍ରକୃତ ଶିଷ୍ୟ ଆଉ ଗୁରୁ ଅଭେଦ ସମ୍ପର୍କ ଆଉ ଶିଷ୍ୟ ସେମିତି ଭଲ ପାଇବା ଆବଶ୍ୟକ ଗୁରୁକୁ କଠୋର ବିଶ୍ୱାସ ମନ୍ତ୍ର ନେଲେ ଧ୍ରୁବ କଣ ଓಂ ନମୋ ଭଗବତେ ବାସୁଦେବାୟ ଓಂ ନମୋ ଭଗବତେ ବାସୁଦେବାୟ ओम नमो भगवते वासुदेवाय ओम नमो भगवते वासुदेवाय वासुदेवाय नमो वासुदेवाय वासुदेवाय नमो वासुदेवाय वासुदेवाय नमो वासुदेवाय वासुदेवाय नमो वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय भगवान की बोलो हुलहुली स्टॉक सरीगला की हुलहुली स्टॉक सरीला जयकार पड़ीगला अच्छा माँ बापा हुलहुली का स्टॉक पक सरीगला गला बंद बांध हेला तो तेलुगरी माँ बापा माने आज ध्रुव आनंद मनरे गुरु मंत्र पाइगला परे गुरु को मंत्र माँ बापा मन रखो गुरु जहा कहिबे शिष्यर मंगल पाई ही कहिबे विश्वास रे आवश्यक आपण प्रणाम प्रमाण अछि आपण रामायण श्रवण करिवे नवस्कंद भागवत नवस्कंद
ଆପଣ ଶ୍ରବଣ କରି ସୁତୀକ୍ଷ୍ଣ ନାମକ ଜଣେ ଶିଷ୍ୟ ଥିଲେ ଅଗସ୍ତ୍ୟ ମହାମୁନିଙ୍କର ଶିଷ୍ୟ। ଏ ସୁତୀକ୍ଷ୍ଣ ଏଇ ଧ୍ରୁବ ଭଳିଆ ପିଲାଟା ଛୁଆ ମାନେ ଛୋଟ ପିଲା ଥରେ ଅଗସ୍ତ୍ୟ ମହାମୁନି ତପ କରିବାକୁ ଗଲେ ମାନେ ଧର୍ମପ୍ରସାଦ କରିବାକୁ ଗଲେ କହିଲେ ସୁତୀକ୍ଷ୍ଣ ତୁ ଗୋଟେ କାମ କରିବୁ ତୁ ଆଶ୍ରମର ଦାୟିତ୍ୱ ରହ ଖାଇବା ପିଇବା କରିବୁ ଆଉ ମୋ ଠାକୁରଙ୍କୁ ପୂଜା କରିବୁ। ଆଜ୍ଞା ଗଲେ 8 ଦିନ କହି 15 ଦିନ ରହିଗଲେ ଆଶ୍ରମରେ ଆଉ ଖାଇବାକୁ କିଛି ନାହିଁ ସବୁ ସରିଗଲା ଯେମିତି ସବୁ ସରିଯାଇଛି। ଆଜ୍ଞା ସୁତୀକ୍ଷ୍ଣର ଛୁଆଟା 8-9 ବର୍ଷର ପିଲାଟା ଭାରି ଭୋକ ଆଉ 2 ଦିନ ଉପାସ ରହିସାରିଲାଣି ଆଉ କଣ କରିବ ନଈ ପଟାକୁ ଗାଧେଇ ଯାଇଛି ନଈରେ ଗାଧେଇକି ଆସିଲା ବେଳକୁ ଦେଖିଲା ନଈ ପଠାରେ ବାଲି ଗୋଟେ ଜାମୁକୋଳି ଗଛ ହେଇଛି ବଡ ବଡ ଜାମୁକୋଳି ହେଇଛି ଆଉ ସୁତୀକ୍ଷ୍ଣ କହିଲା ଏଇ ଜାମୁକୋଳିକି ପାରିକି ଖାଇଦେଲେ ପେଟ ଭରି ହେଇଯିବ ବଞ୍ଚିଯିବି ଆଉ ହେଲେ ପାରିବି କିନ୍ତୁ ଟେକା ତ ଦରକାର ନା ଟେରା ପଥର ଦରକାର ନା ନଈ ପଠାରେ ତ ଖାଲି ବାଲି ଟେକା ନାହିଁ ଛୋଟିଆ ଛୁଆଟା ମନେ ପଡିଗଲା ମୋ ଗୁରୁ 3ଟା ପଥର ପୂଜା କରୁଛନ୍ତି ଶାଳଗ୍ରାମ ସେଇଆକୁ ଆଣିବି ସାଲୁ ଗୋନାରେ ଫିଟେଇବି ଫୋପାଡ଼ିବି ଜାମୁକୋଳି ଖାଇବି ପୁଣି ତାକୁ ବାନ୍ଧିବି ନେଇ ତା ଜାଗା ଥୋଇଦେବି ଆଉ ଛୋଟିଆ ଛୁଆଟି ନା ଆଜ୍ଞା ଗଲା ଦୌଡ଼ିକି ଆଉ ଗୁରୁ ଯୋଉ ସୀତାରାମ ଲକ୍ଷ୍ମଣ ଶାଳଗ୍ରାମକୁ ପୂଜା କରୁଥିଲେ ଆଣିକି ଫିଟେଇକି ଆଣିଲା ରାମକୁ ଫିଟେଇକି ଶାଳଗ୍ରାମକୁ ଫିଙ୍ଗିଲା ଜାମୁକୋଳି ପଡିଲା ରାମ ରୂପୀ ଶାଳଗ୍ରାମ ନଈରେ ଡୁବି ଗଲେ ପୁଣି ସୀତାଙ୍କୁ ଖୋଲିଲା ଫିଙ୍ଗିଲା ଜାମୁକୋଳି ପଡିଲେ ସୀତା ରୂପୀ ଶାଳଗ୍ରାମ ନଈରେ ଡୁବି ଗଲେ ଲକ୍ଷ୍ମଣଙ୍କୁ ଫିଟେଇଲେ ଫିଙ୍ଗିଲେ ଜାମୁକୋଳି ପଡିଲା ଲକ୍ଷ୍ମଣ ରୂପୀ ଶାଳଗ୍ରାମ ନଈରେ ଡୁବି ଗଲେ କୋଳିକି ଖାଇକିରି ମାନେ ଗାମୁଛାରେ ବାନ୍ଧିଲା ପରେ ମନେ ପଡିଗଲା ଗୁରୁଙ୍କ ଠାକୁର ଗଲେ କୁଆଡେ ଆଉ ନଈରେ ଡୁବିକି ବୁଡି ବାଡି ଖୋଜିଲା ବେଳକୁ ଆଉ କି ମିଳିଲାନି ଆଉ ଛୋଟିଆ ଛୁଆଟେ ତ ମନେ କଲା କହିଲା ଆଚ୍ଛା ହଉ ଶାଳଗ୍ରାମ ଯୋଉ ପଥର କଳାକୁ ଜାମୁକୋଳି କଳା ଗୁରୁ ତ ବୁଢା ହେଲାଣି ସେ କଣ ଜାଣିପାରିବେ ବଡ ବଡ 3ଟା କୋଳିକି ବାଛିଲା କହିଲା ଏ ସାଲୁ କନ୍ଦାରେ ବାନ୍ଧିକି 3ଟା ପଥର ଭଳିଆ କୋଳାକୁ ବାନ୍ଧିକି ରଖିଦେଲା କୋଳିକି 3ଟା ଯେମିତି ବନ୍ଧା ହେଇଥିଲା 3ଟା ପଥର ସେମିତି ବଡ କୋଳି କଳା କୋଳି ବାନ୍ଧିକି ରଖିଦେଲା ଗୁରୁ ତାପଦିନ ଆସି ପହଞ୍ଚିଗଲେ ଗୁରୁ ଆଜ୍ଞା ସବୁଦିନ ତାଙ୍କ ମାନେ ମୁଁ ଶାଳଗ୍ରାମ ଠାକୁର ତ ଅଛନ୍ତି ଆଉ କଣ ଦିନେ 2 ଦିନେ ପାଣି ତୁଳସୀ ଦିଅନ୍ତି ଜନସ୍ୟ ମହାପୁଣ୍ୟ ପବିତ୍ର ପାପନାଶନ ଆପଦ ହରତି ନିତ୍ୟ ଲକ୍ଷ୍ମୀ ବସନ୍ତି ସର୍ବଦା ଏମିତି ଆଜ୍ଞା ପାଣି ଦେଇ ଚନ୍ଦନ ଦେଇକି ମାଟି ଦେଲା ବେଳକୁ ଗୋଟେ ଜାମୁକୋଳି ନୂତନ ଦେଇ ଫାଟିଗଲା ଆଉ ଗୁରୁ କହିଲେ ହଇରେ ସୁତୀକ୍ଷ୍ଣ ହଇରେ ବୁଢା ହେଇଗଣି ମୋ ଠାକୁର କଣ ନୂତନ ହୁଅନ୍ତେନି କି କଣ ଆଜି ନୂତନ ହଉଛନ୍ତି ସୁତୀକ୍ଷ୍ଣ ସାଡେ ଥରିଲାଣି ଆଉ କହୁଛି ଗୁରୁ ମୁଁ ଜାଣିନି କଣ ହେଇଥିବ ଗୁରୁ ଆଜ୍ଞା କହିଲେ କାହିଁ ଏମିତି ନୂତନ କଣ ହଅନ୍ତିନି ଖୋଲିକି ଦେଖିଲା ବେଳକୁ ହତଭାଗା ଶାଳଗ୍ରାମ ନାହିଁ ଜାମୁକୋଳି ଚୋପା ଛାଡିକି ନାଲା ପାଟି ଦୀପାଳ କହିଲେ ସୁତୀକ୍ଷ୍ଣ ମୋ ଗୁରୁଙ୍କୁ କୁଆଡେ ଦେଲୁ ଜବାବ ଦେ ହେ ସୁତୀକ୍ଷ୍ଣ ଥରୁଛି ଗୁରୁ ରାଗିଗଲେନି ସୁତୀକ୍ଷ୍ଣ ପାତଳେ ପଡିଲା ଏ ସୁତୀକ୍ଷ୍ଣ ମୋ ଠାକୁରଙ୍କୁ କୋଉଠି ପକେଇଲୁ ଏଇ ସତଭାଗା ସୁତୀକ୍ଷ୍ଣ ପାଦ ତଳେ ପଡିଗଲା ଗୁରୁଜୀ ଭୁଲ ହେଇଯାଇଛି ମୋର ଚୁପ୍ କହ ମୋ ଠାକୁର କୋଉଠି ପକେଇଲୁ ନା ଗୁରୁ ଆପଣ 8 ଦିନ କହି 15 ଦିନ ରହିଗଲେ ଖାଇବାକୁ କିଛି ନଥିଲା ମୁଁ ଦେଖିଲି ଜାମୁକୋଳି ଗଛରେ ବଡ ବଡ ଜାମୁକୋଳି ହେଇଛି ପାରିବା ପାଇଁ ଟେକାଟେ ନାହିଁ ମୁଁ ଭାବିଲି ଆପଣଙ୍କ ଠାକୁରଙ୍କୁ ନେଇ ଫୋପେଇ ମାନେ ଫିଙ୍ଗିବି ଜାମୁକୋଳି ଖାଇବି ପୁଣି ରଖିଦେବି ଫିଙ୍ଗୁ ଫିଙ୍ଗୁ ସେ ସବୁ ଯାକ ଠାକୁର ନଈରେ ଡୁବି ଗଲେ ମୁଁ ଖୋଜିଲି ବହୁତ ପାଇଲିନି ସେଇଥିପାଇଁ ଭୁଲ ହେଇଯାଇଛି କ୍ଷମା କର ଚୁପ୍ ହତଭାଗା ତୁ ଆଜି ମୋ ଠାକୁରକୁ ଫିଙ୍ଗି ଦେଲୁ ସୀତାରାମ ଲକ୍ଷ୍ମଣ ରୂପୀ ଶାଳଗ୍ରାମ ପଳେଇ ଯା ଦୂରେଇ ଯା ଯୋଉଦିନ ପଥର ଠାକୁରଙ୍କୁ ଫିଙ୍ଗିଛୁ ସତ ଠାକୁରଙ୍କୁ ଆଣିବୁ ସେଇଦିନ ମୋ ପାଖକୁ ଚାଲି ଆସିବୁ ସେଦିନ ସୁତୀକ୍ଷ୍ଣ ଗୁରୁଙ୍କ ପାଦ ତଳେ ମୁଣ୍ଡିଆ ମାରି କଠୋର ତପ କଲେ ତପସ୍ୟା କଲେ ହୁଙ୍କା ପଲଟି ଗଲେ ଭଗବାନ ରାମ ଯେତେବେଳେ ବନବାସରୁ ଆସୁଛନ୍ତି ଦଣ୍ଡକବନ୍ଧରେ ଛାଁ ଛାଁ ସେ ପହଞ୍ଚିଗଲେ ସୁତୀକ୍ଷ୍ଣ ହୁଙ୍କା ଭାଙ୍ଗିଦେଲେ ସୁତୀକ୍ଷ୍ଣ ପରମାଗ ବରମାଗ ବରମାଗ ସୁତୀକ୍ଷ୍ଣ ପାଦ ତଳେ ପଡିଗଲେ ହେ ରଘୁନାଥ ମୁଁ ଗୁରୁକୁ ମୁଁ କଥା ଦେଇଥିଲି ପଥର ଶାଳଗ୍ରାମ ଫିଙ୍ଗିଥିଲି ସତସତିକା ସୀତାରାମ ଲକ୍ଷ୍ମଣଙ୍କୁ ନେବି ଆପଣ ଚାଲନ୍ତୁ ଟିକେ ପାଦ ପକେଇ ପଞ୍ଚବଟିରେ ସୀତାରାମ ଲକ୍ଷ୍ମଣଙ୍କୁ ହାତ ଧରି ସୁତୀକ୍ଷ୍ଣ ସେଦିନ ଗୁରୁଙ୍କ ପାଦ ତଳେ ପଡିଗଲା ଗୁରୁଜୀ ମୁଁ ଫିଙ୍ଗି ଦେଇଥିଲି ପଥର ଠାକୁର ଆଜି ସତ ସୀତାରାମ ଲକ୍ଷ୍ମଣଙ୍କୁ ଆପଣଙ୍କ ପାଖକୁ ନେଇ ଆସିଛି ମତେ ଟିକେ ଆପଣ ପାଦ ତଳେ ଜାଗା ଦିଅ ଏଇ ଅଧମ ଶିଷ୍ୟଟାକୁ କ୍ଷମା ଦିଅ ଗୁରୁ ସେଦିନ ପତି କଥା କହିଲେ ଆଜି ମୁଁ ତ ଗୁରୁ ନୁହ ତୁ ମୋ ଗୁରୁ ହେଇଗଲୁ ରେ ଏ ସୁତୀକ୍ଷ୍ଣ ଜନମ ଜନମ ମୁନି
যতন করাহি অন্তরাম কহি आवत नाही श्री राम जय राम जय जय राम राम लखन सिया सुंदर श्याम सीती पाई करे तू आज मुआरे जन्म जन्म मुनि माने माला गड़ई गड़ई माला छिड़ी जाए भगवान को पाते नहीं किंतु मो शिष्य जो को आज मो गुरु को पाइली मो प्रभु को पाइली तू मो गुरु ही गलु ये होची प्रकृत जने शिष्य आ गुरु रो संपर्क विश्वास अटल विश्वास दिबारु भगवान को पाइले गुरु जहा कहबी मंगल पाई से जहा भी मन रागंतु मारंतु धरंतु भल पांतु भलो पाई शिष्य कहबी विश्वास शिष्य रहिबा बचको आज ध्रुवर अटल विश्वास रहिला ना मो गुरु देवर्षि नारद होजु मो गुरु जहा कहले मंत्र देले मो ताको मानिबी देवर्षि कहले ध्रुवरी ये मंत्र को तू प्रत्येक दिन विश्वास सहित जप करी अटल विश्वास भगवान को कठोर तप करू ये मंत्र को लेकिन जा आशीर्वाद देली गुरु मंत्र मिलगला ध्रुव आज गले तपस्या करने कठोर तपस्या कर पहुंची गले शिष्य बा वृक्ष मूले बसी ध्रुव आसन नहीं बसी गले भगवान को आरंभ कले तपस्या आरंभ करुच ध्रुव खाली जलपान कर फलमूल खाई 6 मास भीतर ध्रुव पाइले भगवान को प्रथम 2 मास फल गोटे गोटे खाती पानी टिके टिके पीकी तपस्या कले 2 मास सरीगला तापर 2 मास फल को फिंगी देले फल खाइलेनी जल टिके टिके पीकी पवन को रुद्ध कर तपस्या कले भगवान को माप मंदिर को भगवान का हमें किमिति भजन करिबा किमिति कीर्तन करिबा जेतिक समय हो अध घंटे भी हो अध घंटे हो 10 मिनिट हो 5 मिनिट हो से 5 मिनिट आत्मा परमात्मा को संयोग होगा आवश्यक भगवान को हमें 5 मिनिट देखिबा बसी जीवा निश्चल भाव रे प्रभु को चिंता करिबा भगवान शंकर को चिंता करिबा राम को चिंता करिबा धनु धरिचंती जगन्नाथ को चिंता करिबा महाप्रभु जगन्नाथ दारू पर बसिचंती चिंता करिबा आमे आखि बुझी देले देदी हे गणी सिमे हिमालय हे गलानी फिनी माने तुलसी गायत्री विश्वादी भाईटा को कित्ती सिरिल चली आउची आसुची भगवान रूप आमे यारे भगवान हाथ बढाई छे सारे पिलाटा को आले चाली गलानी कोड थेला सारे पिला खुची मोटे सांग मो हनुमान मंदिर बसिची प्रार्थना करूची मो सांग हनुमान चालीसा करूची आरंभ करूची तारा बोलुची पदे पदे हनुमान ज्ञानगुण सागर जय को विषय लोक जारो नित्य बोल दाम पवन सुत नाम मु बंद कर दिले मु कहले हई रे इंडिया हनुमान चालीसा मो 14 वर्ष देखिनी पते बोलुछु मोटी हेगी कोन बात मारुची ना रक्का पइची ना कोन हे ओटा फटा बिंदी होची के मोटी माटी कोन होची साप बलिया ना सांगो कोन कहबी भीकेसी प्राइडी चप्पल 475 टका दे आनिची मंदिर पाहाच रे थोई देची काले किए मारने जो सेति में लक्ष्य करूची ना सजन बापा माने आम भजन किमितिया यारे भगवान को हाथ बढाई जे प्रभु अरे फाळे पिलाटा कोड चली गलानी आ किले जो भगवान को हम हाथ बढाई जे सी कोन दायित्व नेबे सब ताकू हाथ बढाई दे प्रभु सब कुछ तेरा तू हे मेरा आमे आरे हाथ सब कुछ तेरे कुआडे गला एठी थला काई नाही आमर संसार भावना आसुची कित हबो ध्रुव हाथ बढले हे महाप्रभु खाइबा पीबा सब कुछ तोर तू हे मेरा हाथ बढ़ई दिला ध्रुव हाथ बढ़ई देइछ जी भगवान को डाकू जी आज ध्रुव रखवान रख मोते शरण तो पाद गति रखवान रख मोती शरण तो पाद गति रखवान रख मोते शरण तो पाद गति रखवान समय मोती शरण तो पाद गति कोई बन माली गीते कोहे बनमाली गीते
ধ্যান করি দীনবন্ধু দয়িতারে দুঃখ সবাই হরিব হরি হরিব হরি দীনবন্ধু দয়িতারে দুঃখ হেল কি নিষ্ঠুর চিত্ত হেল কি নিষ্ঠুর চিত্ত প্রভু হেরাঞ্চলে বিদে দীনবন্ধু দয়িতারে দুঃখ দীনবন্ধু দয়িতারে बोल भक्त वत्सल भगवान की बोल उमापति महादेव की बोल वृंदावन बिहारीलाल की सज्जन बाबा माने ध्रुव कहीं भगवान को पाइला को भक्ति कहीं भगवान को 6 मास भीतर पाइला 4 मासे 2 मास तो फलमूल खाई की तपस्या कले तापर 2 मासे फलमूल त्याग कले जल पी की तपस्या कले तापर 2 मासे भगवान को जल फल सब त्याग करदेले हट जो करी निश्वास को रुद्ध करी भगवान को तपस्या कले देवता मान को आसन टम होला यक्ष रक्ष नाग सिद्ध गंधर्व मर्त्य समस्ते त्राही त्राही पड़ी गला पवन रुद्ध होई गला एपटे इंद्रासन टळिला समस्ते प्रार्थना कले प्रभु 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 समस्ते त्राई त्राई डाकिले भगवान को प्रार्थना करे ध्रुव एभली अखंड तपस्या करूची भगवान आसीबक बाध्य होइले तेबे हमर प्रश्न ना भगवान को ध्रुव काहे की दर्शन देले गुटी कथा छोट कथा कहूची को भक्ति आपण देखिबे वात्सल्य प्रेम ताठो किछि बड़ नाही छुआटे डाकुची मां को मां जो भाव बड़ले अछि नाही से भाव नाही बड़ले मम्मी डाटी जो अछि नाही आपन प्रैक्टिकल कथा कहू जेगे जगन्नाथ महाप्रभु माने 2002 मसिया कथा प्रैक्टिकल सत्य घटना आपण गले बुझी परिबे 2002 मसिया कथा नीलांचल जगन्नाथ धाम रो अलौकिक घटना तमिलनाडु घर छोटिया पिलाटी झियो पिलाटी ना होची अन्ना 6 वर्ष पिला आया छोटिया पिलाटी बापा ब्लॉक रे चाकरी करंती पियन चाकरी करंती बापा मां को गोटी अलिली कन्या अन्ना शिशु मंदिर को जाय पाठ पढिया पाई बहुत गेलहा दिन को जेतले शिशु मंदिर रे पाठ पढुची गम्हा पूर्णिमा आसीची सांग मन राखी किनिले राखी किनुचंती अन्ना को डाकिले अन्ना राखी किनिबा ने कोन हबो ना लो जानिनु अरे गम्हा पूर्णिमा आसुची भाई प्रत्येक भाई हाथ रे भौन राखी बांधिबो आ सुनु ना मोर तो भाई नाही मु का हाथ राखी बांधिबी समस्ते जानी गले सांग मन अन्नारा भाई नाही चिरेले ए पूज पूज ए देखो अन्नारा भाई नाही रे आसांग होबानी छुटिया पेजु ना भारी बाधिला खाइलानी टिफिन बॉक्स बंद करिची संध्या बेले पहुंची गला मां डाकिले अन्ना कोन हेची खाइबो अन्ना ना मां खाइबिनी काहे ना मते गोटे भाई दे मां तो जाननाती मां कहले अरे भाई तो नाही तू तो गोटी झियो हम भाई को बानिबी ना ना मां मु खाइबिनी माने खाइबिनी भाई न देले खाइबिनी ना ना अरे भाई को जन्म करिबी बाजार में मिलुची नहीं आसीबी भाई नाही चुपकिने खाना ना मु खाइबिनी बसे दिन माड मां माड खाइला परे छुटिया 6 वर्षर झियोटी अन्ना कांदी कांदी मुह माडी हे खटने सोईची बापा संध्या बेले आसिले अन्ना को बाट खोले से दिन किनु अन्ना खोललानी पत्नी खोलले पचले मु अन्ना गला करे ना अन्नाटा बहुत फाजिला में खेलानी अन्नाटा बहुत गेलहा कर दैचो मुहरे मुतिलानी देखो कि मु करची आगे बापा चली गले बैग टे थोई दी बापा चली गले देखले अन्ना मुह माने सोईची डाके के बापा मु मां आइलु कोन हेची कहो ना नाई बाबा मु खाइबिनी चुप खा मु बापा मु मां कोन ही चा खाइबा काहे खाइबु ना बाबा मो सांग माने मते सांग हो नाती स्कूल को गला बेल को मोर भाई नाही बोली मो सांग हो नाती मते गुटे भाई दियो जदी मते भाई न तो मु खाइबी बापा देखिले पिला को तो बुझे बनी
ମିଛ ମିଛ କଥା କହି ବାପା ଜଗନ୍ନାଥଙ୍କୁ ପୂଜା କରନ୍ତି। ବାପା ବୁଝିଗଲେ, କହିଲେ ପିଲାଟାକୁ ମିଛ ନ କହିଲେ ହବନି, ପିଲାକୁ ବୁଝେଇ ହବନି। କହିଲେ ନା ଆଜ୍ଞା, ନା ତୋତେ ଭାଇ ନାହିଁ କିଏ କହିଲା ତୋର? ନା ମୋ ମା ବା ମନା କଲା ଭାଇ ନାହିଁ। ଚୁପ୍, ତୋ ମା କେତେ ଗେଲରେ ମିଛ କହିଛି। ନା ବାବା ସତରେ ନା ହଁ। ନା ତୋର ଭାଇ ଅଛନ୍ତି? ମୋର ଭାଇ ଅଛନ୍ତି ନା ହଁ। ନା କଣ? ଦିଟା ଭାଇ ଅଛନ୍ତି। ନା ସତରେ ନା ହଁ। ନା ତାଙ୍କ ନାଁ କଣ? ନା ଜଗା ଆଉ ବଳିଆ। ଆରେ ପାଠ ପଢୁଛନ୍ତି ନୀଳାଞ୍ଚଳ ଧାମ ପୁରୀରେ। ଆରେ MBA କରୁଛନ୍ତି ତ ଭାଇ। ଇଏ ହଉଛି ତାମିଲନାଡୁ, ସେ ହଉଛି ଓଡିଶା। ସେଇଠି ପାଠ ପଢୁଛନ୍ତି। ତୁ ବଡ ହେଲେ ସେ ଆସିବେ। ନା ବାବା ସତରେ ନା ହଁ, ମିଛ କହୁନି, ସତ କଥା। ନା ବାବା 20 ଟଙ୍କା ଦିଅ। ନା କଣ କରିବୁ? ନା ଦଉନାହାନ୍ତି। ବାପା 20 ଟଙ୍କା ଦେଇଦେଲେ। ଆଜ୍ଞା ତା ପରଦିନ ଗଲା ଶିଶୁ ମନ୍ଦିରକୁ, ଗଲା ସାଙ୍ଗମାନେ ମୋର ଭାଇ ଅଛି ରେ ଜଗା ବଳିଆ। କିଏ କହୁଛି ଭାଇ ନାହିଁ ତମର? ଦିଟା ରାକ୍ଷୀ କିଣିଲା। ଦିଟା ରାକ୍ଷୀ କିଣି ଲଫାପାଟେ ଆଣିଲା। 6-7 ବର୍ଷର ପିଲାଟି ଲଫାପେ ଆଣି ଘରେ ମା ଖାଇବାକୁ ଖାଇଲାନି। ରହମ ମା, ଚିଠି ଲେଖୁଛି। ଜଗା ଭାଇ, ବଳିଆ ଭାଇ, ତମେ ବହୁତ ଦୂରରେ ଅଛ। ଆଜି ଗୋଟେ ଭଉଣୀ ତା ଭାଇ ପାଖକୁ ଚିଠି ଲେଖୁଛି। ଜଗା ଭାଇ, ବଳିଆ ଭାଇ, ତମେ ବହୁତ ଦୂରରେ ଅଛ। କେତେ ମତେ ମୋ ସାଙ୍ଗମାନେ କେତେ ଚିଡ଼ଉଛନ୍ତି, ତୋର ଗୋଟେ ଭାଇ ନାହିଁ। ଏଇ ଜଗା ଭାଇ, ବଳିଆ ଭାଇ, ତମର କଣ ମନେ ପଡୁନି ଭଉଣୀ କଥା, ଆନା କଥା? ଗମା ପୂର୍ଣ୍ଣିମା ହେଲେ ପ୍ରତ୍ୟେକ ଭଉଣୀ ପରେ ଭାଇ ହାତରେ ରାକ୍ଷୀ ବାନ୍ଧେ। ବାବା କହୁଥିଲେ ତମେ କୁଆଡେ MBA କରୁଛ ନୀଳାଞ୍ଚଳ ଧାମ ପୁରୀରେ। ମୁଁ କୁଆଡେ ତମକୁ ଦେଖିନି। ଜଗା ଭାଇ, ବଳିଆ ଭାଇ, ତମକୁ ଟିକେ ଦେଖିବା ପାଇଁ ଆନାର ବହୁତ ଇଚ୍ଛା। କିନ୍ତୁ ଏଇ 8 ଦିନ ଗଲେ ତ ଗମା ପୂର୍ଣ୍ଣିମା ପଡିବ। ମୋ ଭଉଣୀଟା ଅଛି, ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବିନି। ଏଇ ଜଗା ଭାଇ, ବଳିଆ ଭାଇ, ଦିଟା ରାକ୍ଷୀ ମୋ ଲଫାପା ଭିତରେ ଦେଇଛି। ସେ ରାକ୍ଷୀକୁ ତମେ ହାତେ ହାତେ ପିନ୍ଧି ଦେବ। ମୁଁ ଥିଲେ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି, ମିଠା ଖୁଆଇ ଦେଇଥାନ୍ତି ମୋ ଭାଇକୁ। କିନ୍ତୁ ଇଏ ହତଭାଗୀର ସେ ଭାଗ୍ୟ ନାହିଁ। ହାତେ ହାତେ ରାକ୍ଷୀ ବାନ୍ଧି ନବ। 5 ଟଙ୍କା ଦେଇଛି, ବଜାରରୁ ମିଠା ଖାଇ ନବ। ଜଗା ଭାଇ, ବଳିଆ ଭାଇ, ଏ ଜଗା ଭାଇ, ତୁ ବଳିଆ ଭାଇ ହାତରେ ବାନ୍ଧିଦବୁ। ବଳିଆ ଭାଇ, ତୁ ଜଗା ଭାଇ ହାତରେ ବାନ୍ଧିଦବୁ। ଚିଠିଟାକୁ ଲେଖିକି ସ୍ପିଡ ପୋଷ୍ଟରେ ଆନା ପଠେଇ ଦେଇଛି। ଆଜ୍ଞା ପହଞ୍ଚିଗଲା ଗହ୍ମା ପୂର୍ଣ୍ଣିମା ପରଦିନ। ଟ୍ରଷ୍ଟ ବୋର୍ଡ 2002 ମସିହା ନୀଳାଞ୍ଚଳ ଧାମ ଟ୍ରଷ୍ଟ ବୋର୍ଡ ଚେୟାରମ୍ୟାନ ଥାନ୍ତି ରବିନାରାୟଣ ମିଶ୍ର। ଆଜ୍ଞା ରବିନାରାୟଣ ମିଶ୍ର ନିଜେ କଥା କହୁଥାନ୍ତି। ଟ୍ରଷ୍ଟ ବୋର୍ଡ ଚେୟାରମ୍ୟାନ ଆଜ୍ଞା ଚିଠିଟି ପାଇଲା ପରେ ଲଫାପାକୁ ଚିରିଲେ, ଦେଖିଦେଲେ, 5 ଟଙ୍କାକୁ ହୁଣ୍ଡିରେ ଗଳେଇ ଦେଲେ, ଆଉ ସେ ରାକ୍ଷୀକୁ ଫିଙ୍ଗି ଦେଲେ ଡଷ୍ଟବିନ୍। ମହାପ୍ରଭୁ ଜଗନ୍ନାଥଙ୍କୁ ଆଉ ନିଦ ନାହିଁ। ଭଉଣୀ ଦେଇଛି ରାକ୍ଷୀ, ନୀଳାଞ୍ଚଳନାଥ ମହାପ୍ରଭୁ ଜଗନ୍ନାଥ ରକ୍ତ ସିଂହାସନରେ। ବଡ ପହୁଡ ଲାଗୁଛି, ମାଳା ଖସି ଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ଧଣ୍ଡା ତୁଳସୀ ଖସି ଯାଉଛି। ବେକରେ କିଛି ରହୁନି, ହାତରେ କିଛି ରହୁନି। ପଣ୍ଡା ମାନେ ବସିଛନ୍ତି, କଣ ହଉଛି ଆଜି ପ୍ରଭୁଙ୍କର? ଡଷ୍ଟବିନ୍ ରେ ଫିଙ୍ଗି ଦେଇଛନ୍ତି ଜଗନ୍ନାଥଙ୍କର ଭଉଣୀ ଆନାର ରାକ୍ଷୀକୁ। ରବିନାରାୟଣ ମିଶ୍ର ବଡ ସିଂହାର ବେଶ ସରିଲା, କଷ୍ଟମଷ୍ଟି ପହୁଡ ପରିଲା। ଜଗନ୍ନାଥ ମହାପ୍ରଭୁ ଉଠିଲେ। ରବିନାରାୟଣ ମିଶ୍ର ଶୋଇଛନ୍ତି। ମଧ୍ୟରାତ୍ରି ମହାପ୍ରଭୁ ଜଗନ୍ନାଥ ପ୍ରକଟ ହେଇଗଲେ। କହିଲେ ରବିନାରାୟଣ ମିଶ୍ର, ତୋ ହାତରେ ମୁଁ କଲମ ଧରେଇ ଦେଇଛି ବୋଲି, ତୋତେ ମୁଁ ଚେୟାରମ୍ୟାନ କରିଛି ବୋଲି, ମୁଁ ଭଉଣୀଟା ରାକ୍ଷୀ ଦେଇଛି ମୋ ପାଇଁ। କେତେ ସରଦାରେ ତାମିଲନାଡୁରୁ ମୋ ଆନା ମୋ ପାଇଁ ରାକ୍ଷୀଟି ପଠେଇଛି। 5 ଟଙ୍କା ତୋ ପାଇଁ ବଡ ହେଲା, ତୁ ଟଙ୍କାକୁ ହୁଣ୍ଡିରେ ପକେଇଲୁ। ମୋ ଭଉଣୀର ରାକ୍ଷୀଟା ତୋ ପାଇଁ ବଡ ହେଲାନି ନା? ଏଇ ରବିନାରାୟଣ ମିଶ୍ର ଦୌଡିଆ, ଦେଖିବୁ ଆମେ ଜଗା ବଳିଆ ଭାଇ, ତୁ ଫିଙ୍ଗି ଦେଇଥିବା ଡଷ୍ଟବିନ୍ କି ଯୋଉ ରାକ୍ଷୀ
किमिति पिंधिकिरी बसिछु रत्न सिंहासନରେ आ देखिबो दौड़ी दौड़ी से दिन रवि नारायण मिश्र दौड़ी दौड़ी आसी देखिला बेलू महाप्रभु जगन्नाथ फिंगी देइतिबा राखी को निज हाथ रे धारण करी आगे हसी हसी कालिया साथ रत्न सिंहासन रे बसी चलती रविनारायण मिश्र मुंड बाड़े देला कहला कालिया शांत भूल हो जाए मते क्षमा करो मते भूल हो जाए क्षमा करो आउ जीवन रे भूल होबनी जोगा कालिया पादे गली शरण जगा कालिया पति गली शरण जगा कालिया पति गली शरण जगा कालिया पति गली शरण भुलाड़िया आखी देखी भुलाड़िया आखी देखी भुलड़िया की देखी भुलड़िया की देखी भुलड़िया की देखी लखी गला पवन जगा कालिया पति गली शरण 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 बोल जगन्नाथ भगवान की सीति पाई माँ बापा माने परवर्ती पर्याय जगन्नाथ महाप्रभु निजे स्वप्नाघात कले कहले मो भौणी पाई सम्मान पूर्वक वस्त्र आभूषण अलंकार प्रत्येक वर्ष गणा पूर्णिमा रे तमिलनाडु जाउछि जगन्नाथ को भौणी आना सीति पाई को भाव ई वास्तविक भाव भगवान को भल पाइबा ध्रुवाजी सेई न्यारे हाथ टेकी देछि भगवान को प्रभु तो बिना मोर केई नाही आ प्रभु मां को त्याग कर देछि मो मां मते छाड़ी देछि तो पाखु को बापा तो आसन रे बसैलानी आउ की अछि मोर रखिले रखिबु तो मारिले मारिबु प्रभु हाथ टेकी देला खाइबा पीबा सब त्याग कर देछि पवन रुद्ध होई गला सूर्य चंद्र आपजात बंद होई गला पवन रुद्ध होई गला स्वर्ग मर्त्य पाताल नाग सिद्ध गंधर्व समस्त इतदस्त होई पड़ेले तपस्या प्रार्थना करुची रखवान रख मोते शरण तो पाद गते रखवान रख मोते शरण तो पद गते रखवान रख मोते शरण तो पाद गते रखवान रख मोते शरण तो पद गते सेठी पाई मोर बापा कहिबार कथा ध्रुव हाथ बढी जे पूर्ण समर्पित भाव रे भगवान प्रकट हे गेले काहे की ना आउ कामना ना जते बेले जीवर कामना विध्वंस हो जाए सेते बेले भगवान प्रकट होंती आउ कामना रहेनी जीवर केवल चिंता रहे मु भगवान को पाइबी ता व्यतिरिक्त आउ किछि चिंता रहेनी सैने सपने बा जागरण केवल भगवान प्रकट हे गेले भगवान प्रकट हे गेले भगवान प्रकट हे की ध्रुवर टेकी नहीं गले ध्रुव को कोळे में बसई दिले प्रभु आउसी दिले मथा को पंचजन शंख को लगई दिले ध्रुवर मथारे तो ध्रुव ज्ञान आसीगा ध्रुवर ब्रह्माग कौन मागुछु को आसन ब्रह्मासन इंद्र पदवी को पद चाहूचु ध्रुवर ज्ञान परिस्फुटित हो गला ध्रुव हाथ जोड़ी भगवान प्रार्थना कले तू नाथ परम दयालु दुष्ट निवारी शंख पार राधे गोविंद 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 अज घड़ुची मकरंद तोर महिमा के बनी पारे तोर संसार निस्तरे राधे गोविंद 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 अज घड़ुची मकरंद तोर महिमा जगन्नाथ के बनी पारे श्री मुख राधे गोविंद गोविंद गोविंद
ତମର, ଯାହା ଦେଇଛ ସବୁ ତମର, କଣ ବର୍ଣ୍ଣନା କରିବୁ ପ୍ରଭୁ। ତେଣୁକରି ଇ ଦିନ କିଞ୍ଚନ କେବଳ ତା ମା ପଠେଇ ଦେଇଛି ତମେ ହିଁ ମୋର ପ୍ରଭୁ, ଆଉ କଣ ମାଗିବି। ଭଗବାନ କହିଲେ ମାଗ ମାଗ, ଆରେ ଧ୍ରୁବ ଯାହା ମାଗିବୁ ଇନ୍ଦ୍ରପଦ ଦେଇଦେବି। ନାଇଁ ପ୍ରଭୁ, ପ୍ରଥମ ଯଦି ବର ଦେବାକୁ ଚାହୁଁଛନ୍ତି ମୋ ମାର ଆଖିରେ ଲୁହ ରହିବନି, ଏଇ ବର ଦିଅ। ଜୀବନରେ ମୋ ମା ଟା ଆଉ କାନ୍ଦିବନି। ମୋ ମା ସବୁବେଳେ କାନ୍ଦେ, ମୋ ବାବା ମତେ ମୋ ମା କୁ ବାମ ଭାଗରେ ଆସନରେ ବସାନ୍ତିନି। ଏହି ବର ମାଗୁଛି ମୋ ମାର ଦୁଃଖ ଦୂର ହଉ। ଏମିତିଆ ବର ଆଜିର ପୁଅ ମାଗୁଛି। ବଡ ହେଇଗଲା ପରେ କୋଉ ମା କୁ କିଏ ମାଡ଼ ମାରୁଛି, ମା କୁ ଦୁଃଖ କଥା କହୁଛି। ସେ କଥା କହିବି, ସମୟ ଦେଇ ଯା ଆସୁ, ସମୟ ଡାକରା ଦେଲାଣି। ତେଣୁକରି ମା ବାପା ମାନେ ଧ୍ରୁବ ଯାହା ବର ମାଗିଲେ ଆଜି ପର୍ଯ୍ୟନ୍ତ କୋଉ ପୁଅ ମାଗିନି। ଧ୍ରୁବ ପ୍ରଥମ ମାଗିଲେ ମୋ ମାର ଦୁଃଖ ଦୂର ହଉ। ଦ୍ୱିତୀୟ ମାଗିଲେ ପ୍ରଭୁ ମୋ ବାପାଙ୍କର ସଦ୍ବୁଦ୍ଧି ଦିବ୍ୟ ଜ୍ଞାନ ଫେରି ଆସୁ। ତୃତୀୟ ମାଗିଲେ ଜଗତରେ ଆପଣଙ୍କ ନାମ ସଂକୀର୍ତ୍ତନ, ଆପଣଙ୍କ ଧର୍ମ ସାର ହଉ। ନିଜ ପାଇଁ କିଛି ମାଗିଲେନି। ଭଗବାନ ଧ୍ରୁବ, ଆରେ ମୁଁ ତତେ ଆଶୀର୍ବାଦ ଦଉଛି, ତୁ ତୋ ବାପା କୋଳରେ ବସିବୁ, ସିଂହାସନରେ ବସିବୁ। ଆଉ କଣ ମାଗୁଛୁ ଧ୍ରୁବ? ମୋ କୋଳରେ ବସିଲୁ, ଧ୍ରୁବଙ୍କର ଅହଙ୍କାର ଆସିଯାଇଛି। ମୁଁ ଭଗବାନଙ୍କୁ ଏଡି ଟିକେ ପାଇଲି। ଭଗବାନ ସାଙ୍ଗେ ସାଙ୍ଗେ ଦେଖିଦେଲେ, ଧ୍ରୁବ ଇଏ ଦେଖୁଛୁ ଇଏ କଣ ନା ଅସ୍ଥି ପାହାଡ, ଏଇ କାହାର? ଭଗବାନ କହିଲେ ସବୁ ତୋର। କେମିତି? ନାରେ ତୁ ମତେ ପାଇବା ପାଇଁ ଜନ୍ମ ଜନ୍ମ ଧରି ତପସ୍ୟା କରିଛୁ, ଏ ଜନ୍ମରେ ପାଇଲୁ, ଏ ତୋରି ପାହାଡ, ଅସ୍ଥି ପାହାଡ। ମା ବାପା କହିବାର କଥା, ଆମକୁ ଭଗବାନଙ୍କ ପାଖକୁ ଯିବାକୁ କେତେ ଜନ୍ମ ଯିବାକୁ ପଡିବ। ଆଉ ଏଇଠୁ ଯଦି ଆମେ ସାପ ମୁହଁରେ ପଡିଗଲେ ଏକାଥର ଶୂନ୍ୟ। ସେଥିପାଇଁ ମା ବାପା କହିବାର କଥା, ଭାଇ ବୋଲ ବନ୍ଧୁ ବୋଲ ସମ୍ପଦର ସାଥୀ। ଭାଇ ବୋଲ ବନ୍ଧୁ ବୋଲ ସମ୍ପଦର ସାଥୀ, ବିପଦ ସମୟିକା ଗୋବିନ୍ଦ ସାରଥୀ। କେହି ସାଥ ଦେବେନି। ପିନ୍ଧିଥିଲା ଜିନିଷକୁ ଛଡେଇ ରଖିଦେବେ ଏ ସଂସାର, କେହି ପଚାରିବେନି। ସମସ୍ତେ ସୁଖର ସାଥୀ, ଦୁଃଖରେ କେହି ରହିବେନି ତମ ପାଖରେ। ଆଜି କିଛି ଭଲ ମନ୍ଦ ହେଇଯାଉ, ହତଗାଟା ମରୁନି କଣ ପାଇଁ, ମରିଗଲେ 10 ଦିନ ରହିଯାନ୍ତା, କେହି ପଚାରିବେନି। ସେଥିପାଇଁ ଭଗବାନଙ୍କୁ ହାତ ଟେକି ପ୍ରାର୍ଥନା କର, ପ୍ରଭୁ ତମ ବିନା ମୋର କେହି ନାହିଁ, ତମେ ମୋର ସର୍ବସ୍ୱ, ତମ ଭଳିଆ ମୋର ଉପକାର କେହି ନାହିଁ। ଭଗବାନଙ୍କୁ ସବୁ ହାତ ଟେକି ଦିଅ, ତାଙ୍କୁ ଭଜନ କର, ତାଙ୍କୁ ପ୍ରାର୍ଥନା କର, ତାହେଲେ ନିଶ୍ଚିତ ମଙ୍ଗଳ ହବ। ଆମେ କହୁଛେ ଘର ମୋର, କୋଠା ମୋର, ସୁନା ମୋର କହୁନି। ମା ତମ ମୁଣ୍ଡରେ ଥିବ ଉକୁଣିକି ପଚାରିଲ, ଉକୁଣିକି ଏ ଭାଇ ଉକୁଣି ତୁ କୋଉଠି ଅଛୁ? ଉକୁଣି କହ ମୋ ମୁଣ୍ଡରେ ଅଛି। ଆମେ କହୁଛେ ମୁଣ୍ଡ ମୋର। ତମ ଘରେ ମୂଷା କାଲି ପଚାରିବ, ବିଲେଇକି ପଚାରିବ, ହେ ଭାଇ ବିଲେଇ ତୁ କୋଉଠି? ବିଲେଇ କହ ମୁଁ ମୋ ଘରେ ଅଛି। ଆମେ କହୁଛେ ଘର ମୋର। ଆମେ କହୁଛେ ଧାନ ଗଦା ମୋର, ମୂଷା ତାର ଖାଇ ଖାଇ ଚାଲିଛି। ମୂଷା ପଚାରିବ ଭାଇ ଧାନ ଗଦା କାହାର? ନାଇଁ ଏସବୁ ମୋର। କି କାହାର? କେହି ହୁଏ କାହାର ମିଛମୟ ସଂସାର। ସେଇଥିପାଇଁ ଆମେ ଆସିଛେ ହାଟକୁ। ଏ ଜଗ ଦର୍ଶନ କା ମେଲା। ଆମେ ଭାଇ ହାଟକୁ ଆସିଛେ, ଏଠୁ ଯିବାକୁ ପଡିବ ହାଟ ସୌଦା କରି। ସଞ୍ଜ ହେଇ ଆସିଲାଣି, ଆମକୁ ମାଲୁମ ନାହିଁ। ସନ୍ଧ୍ୟା ହେଲା ପୂର୍ବରୁ ଆମେ ଯୋଉଠୁ ଆସିଛେ ସେଠିକି ଯିବାକୁ ପଡିବ। ଆମେ ଏଠି ଇଏ ଘର ମୋର, କୋଠା ମୋର, ସୁନା ମୋର, ଆରେ ଇଏ ଆମର ନୁହଁ। ଆମ ସମ୍ପତ୍ତି ଯିଏ, ତାକୁ ଚିନ୍ତା କରିବା। କଣ? ए जग दर्शन का मेला विचार के लिए, ये जग दर्शन का मेला दिन 4 के लिए, ये जग दर्शन का मेला दिन 4 के लिए। तू ऐसा यत्न मनाए, तू ऐसा यत्न बनाए, तू ऐसा यत्न बनाए हम पार के लिए। ये जग दर्शन का मेला दिन 4 के लिए, ये जग दर्शन का मेला दिन 4 के लिए। दिन आसीबो केही नथिबे, केही पचारिबेनी। तुमको फोपाड़ देकी दिबे मशान रे, केही पचारिबेनी। भाई बंधु केही पचारिबेनी। सिद्धि भाई ये बड़ अछि, ता भाई के ताली मारी दियो। हाथ रे बड़ अछि, बड़ई दियो हाथ कालिया शांत भाई, ता भाई बड़ई का।
बोल भक्त भगवान की सीति पाई माँ बापा माने कहिबार कथा पेलौसी भगवान को नाम को हमें समस्त हाथ बढ़े दवा नाथ जगन्नाथ पाखे निज हाथ बढ़े समर्पित कर दवा ए बाहुबल सबुदिन पर रही बोली से पाई समस्त बढ़े दवा दुई बार बड़ सिंगार विषय जगन्नाथ पाखे जो मंगल गीत गान कर जाए समस्त हम गान करबा बोल भक्त वत्सल भगवान की बुलंद कंद भगवान की दया कर दीन बंधु सुधे जाऊ आज दिन दया कर दीन बंधु शुभे जाऊ आज दिन दया कर दीन बंधु कर जोड़ी तुम्ब पादे କରୁଅଛି ନିବେଦନ ଦୟା କର সবাই ভালো ধরি ଶୁଭେ ଯାଉ ଆଜ ଦିନ ଦୟା କର ଦିନ ওরা বিয়নন্ত হরি চির সাগর বিহারী অনাদি অনন্ত হরি ক্ষীর সাগর বিহারী লক্ষ্মী দেবী মনোহরি প্রভু পতিত পাবন দয়া সবাই সবাই দিন শুভে যাও আজ দিন দয়া কর দিন এ সংসারে তুমে সার আউ সবু মায়া ঘোর तुम्हे संसारी सर ଆଉ ସବୁ ମାୟା ଘର অত্যন্ত দুঃখ ধার কহে রাম କୃଷ୍ଣ ଦିନ ଦୟା କର ଦିନ সবাই হরিবলি শুভে যাও আজ দিନ ଦୟା କର ଦିନ ବନ୍ଧୁ কর জোড়ি কুম্ভ পাদে କରୁଅଛି ନିବେଦନ ଦୟା କର ଦିନ ବନ୍ଧୁ ଶୁଭେ ଯାଉ ଆଜ ଦିନ ଦୟା କର ଦିନ ବନ୍ଧୁ ଦୟା କର ଦିନ ବନ୍ଧୁ ଦୟା କର ଦିନ ବନ୍ଧୁ बोल भक्त भगवान की राधे भज गोविंद भज राधे भज गोविंद भज राधे भज गोविंद भज राधे भज गोविंद भज जय जगन्नाथ सभिये भज जय जगन्नाथ सभी भज हरि बोल हुड़ हुड़ी रे भज हरे बोल हुड़ हुड़ी रे भज राधा नाम टिकु सभिये भज राधा नाम टिकु सभी भज राधे भज गोविंद भज राधे भज गोविंद भज हरि बोल हुड़ हुड़ी रे भज हरि बोल हुड़ हुड़ी रे भज ক্ষীরে ধইলে খণ্ডরে মহিলে লিম্ব কি মধুর হইব ଆଉ କହିବି ଆପଣ ଲିମ୍ବ କାଠ ଦେଖିଛନ୍ତି ନା ଦେଖିନାହାନ୍ତି ତାକୁ ଆପଣ 6 ମାସ ଖଣ୍ଡେ ଚିନି ଶିରାରେ ପକେଇଦେବା ହାତ ପାଖଟା ମିଠା ହେଇଯିବ ଯୋଉ ନେଇକରା ପିତାକୁ ସେଇ ପିତା ହଉ ଆପଣଙ୍କୁ 3 ଦିନ ହେଲା ମୁଁ ରଳି ରଳି 3 ଘଣ୍ଟା ଲେଖା 9 ଘଣ୍ଟା ହେଲାଣି ଭଗବାନଙ୍କ ଦରବାରରେ କୀର୍ତ୍ତନ ଟିକେ ଛିଡା ହେଇକି କରିବା কিতি কইলে আর বুঝিবে সমস্ত এইবা সবে সবে কোন কইবে সর্বে হইবে এক মুখ ডাকিবে নারায়ণ রথ গোবিন্দ 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 পদ পড়ুতি মকরন্দ হরিক নামে বন্ধ ঘেরা পারি করিবে চকাডোলা সে চকাডোলা কপয়নে মন মন ভরি নন্দনে রাধে গোবিন্দ 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 পদ পড়ুতি মকরন্দ
ଉଦ୍ଧବ ମୋର ପରମ ପ୍ରିୟ ସେଇ ଯିଏ ମୋ ନାମକୁ ଉଚ୍ଚରେ ଗାଏ, ମୋ ନାମକୁ ଉଚ୍ଚରେ ଯିଏ ଗାଏ, ଉଚ୍ଚେ ଗାଇବ ମୋର ନାମ ଶୁଭିବ ସକଳ ଶ୍ରବଣ। ରାଧେ ଗୋବିନ୍ଦ 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 ମଧୁକରତି ମକରନ୍ଦ। ଭଗବାନ କହିଲେ ଉଦ୍ଧବ ଯିଏ ଉଚ୍ଚରେ ଲଜ୍ଜା ଅର୍ଥାତ୍ ଲାଜ ସଂକୋଚକୁ ଯିଏ ପରିତ୍ୟାଗ କରେ, ମୋ ନାମକୁ ଗାଏ, ସେ ମୋ ଅତିବ ପ୍ରିୟ। ଆଚ୍ଛା ଆଜି ନାଚଟା ଏମିତି ହଉନି, କୋଉମାନେ ନାଚିବା କହିଲ? ହାତ ଦେଖ, କୋଉମାନେ ନାଚିବା? ଲାଜ ସଂକୋଚକୁ ଛାଡ, କୋଉମାନେ ନାଚିବା? ହାତ ଦେଖ, ବୋଲ ଭଗବାନ କି। ଏଠି ହାତ ବଢେଇଲ କାହା ପାଖରେ ଜାଣିଛୁ? ଯୋଉମାନେ ହାତ ବଢିଛନ୍ତି ହାତ ନ ନାଚିଲ ମୁଁ ଆଉ କହିବିନି ଏ ହାତ ହାତ ସମସ୍ତେ ନାଚିବା। ବୋଲ ଭଗବାନ କି। କେଡ଼େ ସୁନ୍ଦର ଏ ନବୀନ ନାଟୁଆ ଚନ୍ଦା ଚରଣ ମୂରତି। 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 ବନ୍ଦାପନା କର ବନ୍ଦର ଧରନ୍ତୁ ମନରୁ ପାଶୋରି ସେ ନିନ୍ଦା ତୁଟି। ବନ୍ଦାପନା କର ବନ୍ଦର ଧରନ୍ତୁ ମନରୁ ପାଶୋରି ସେ ନିନ୍ଦା। ଆଜି ନାଚରେ ଧରି ଧରି ନାଚରେ ଧରି ଧରି ନାଚରେ ଧରି ଧରି ନାଚରେ ଧରି 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 ନାଚରେ ଧରି ଧରି ଆଉ ଏ ତ ବୃନ୍ଦାବନ ସ୍ଥଳୀ। ନାଚରେ ଧରି ଧରି ବୁଢ଼ା ବୁଢ଼ୀ ନାଚରେ ଧରି ଧରି ନାଚରେ ଧରି ଧରି ବୁଢ଼ା ବୁଢ଼ୀ ନାଚରେ ଧରି ଧରି ମଧୁର ମଧୁର ଭୈସି ବାଜେ ନେଇ କବିତା ରାଧେ ଆଉ ରାଧା କୁଣ୍ଡ ଶ୍ୟାମ କୁଣ୍ଡ ଗିରି ଗୋବର୍ଦ୍ଧନ। ଆଉ ରାଧା କୁଣ୍ଡ ଶ୍ୟାମ କୁଣ୍ଡ ଗିରି ଗୋବର୍ଦ୍ଧନ। ଆଜି ରାଧା କୁଣ୍ଡ ଆଜି ନାଚରେ ଧରି ଧରି ଆଉ ନାଚରେ ଧରି ଧରି ଆଉ ଏ ବନ ତଳି ଆଉ ଏ ତ ବୃନ୍ଦାବନ ସ୍ଥଳୀ। ଆଉ ନାଚରେ ଧରି ଧରି ଶୁଣ ଆଉ ଏ ତ ବୃନ୍ଦାବନ ସ୍ଥଳୀ। ଆଉ ନାଚରେ ବନମାଳି ନାଚରେ ହରି ବୋଲ ହରି ବୋଲ ହରି ବୋଲ ହରି भगवान की और नो नचला वाला की नो नचला वाला की जो। अच्छा माँ मैंने लाचा कर जो की। अच्छा बोतल भांगी भी गोरी तो द्वार का नाच होची। से बेर को तो जो नाच ए जुबक भाई